ସୁଟ୍ ହେଉଛି ଏଇଟା, କିନ୍ତୁ ଆମର ଆଜି ପୂଜା ହେଇନି। ମୁଁ ଏଇଟା ପୁରୁଣା ଶାଢ଼ୀ ଆଉ ତ ପିନ୍ଧିଛି। ଆଉ ପୂଜାପୂଜିରେ ଆମର କିଛି ବି ପିନ୍ଧା ହେଇନି। ସବୁ ପୂଜାପୂଜି ଜିନିଷ ମାନେ ଏମିତି ବି କରାହେବନି, କିନ୍ତୁ ଖାଲି ଶଙ୍ଖା ଆଉ ସିନ୍ଦୁର ପୂଜା କରନ୍ତି। ତ ସେଥିପାଇଁକି ମୁଁ ଦିଦିଙ୍କ ହାତରେ ପଠାଇ ଦେଇଥିଲି, ସେ ପୂଜା କରିକି ଆଣିଛନ୍ତି। ସେଇଟା ଏବେ ବି ପିନ୍ଧା ହେବନି, ତାପରେ ପିନ୍ଧା ହେବ କେତେବେଳେ। ଆଉ ତ ମୁଁ ଆପଣମାନେ ଜାଣିଛନ୍ତି ସିଲେଇ ଯୋଗୁଁ ରିଲ୍ସ ବନେଇ ପାରୁନଥିଲି, ସେଥିପାଇଁ ଆଜି ଟିକେ ରେଡ଼ି ହେଇଯାଇଛି। ତ ରିଲ୍ସ ପାଇଁ, ସାବିତ୍ରୀ ପାଇଁ ନୁହଁ। ଆଉ ଏଇଟା ବି ମୋର ପୁରୁଣା। ତ ଆପଣମାନଙ୍କ ସହିତ ମୁଁ କଥା ହେବା ପାଇଁ ମୋତେ ବହୁତ ଖୁସି ଲାଗେ। ସେଥିପାଇଁ ଆପଣମାନେ ଦେଖୁଥିବେ ମୁଁ ଯେତେବେଳେ ବି କଥା ହୁଏ ମୋ ଫେସ୍ରେ କେତେ ସୁନ୍ଦର ହସ ଆସେ, କି ଗୋଟେ ଭଲ ଲାଗେ କି ମୋ ଫ୍ୟାମିଲି ସହିତ ମୁଁ କଥା ହେଉଛି। ମୁଁ କେମିତି ଦେଖାହେଉଛି ଆଜି ଆପଣମାନେ ଜଣେଇବେ ମୋତେ। ଆଉ ମୋ ରିଲ୍ସ ଟିକେ ଛାଡ଼ି ଦେଇଛି, ଆପଣମାନେ ଦେଖିବେ। 3-4 ଦିନ ହେଲା ଟୋଟାଲି ରିଲ୍ସ ଛାଡ଼ିନଥିଲି, ତ ସେଥିପାଇଁ ବି ମୋ ମନ ଦୁଃଖ ବି ହେଉଥିଲା। ତ ଏବେ ଭାବୁଛି ଯେମିତି ସେମିତି ହେଉ, କିଛି ଟାଇମ୍ ବାହାର କରିକି ରିଲ୍ସ ପାଇଁକି, ଭିଡ଼ିଓ ପାଇଁକି, ସବୁଥିପାଇଁକି। ଆଉ ଏବେ ତ ମୁଁ ଏପର୍ଯ୍ୟନ୍ତ ବି ଖାଇନି କିଛି ବି। ଆସିକି ହେଇଗଲାଣି ବାପରେ 1 ହେଇଗଲାଣି, ମୁଁ ଏପର୍ଯ୍ୟନ୍ତ ଖାଇନି। କାରଣ ରିଲ୍ସ ବନେଇବି ବୋଲି ଏତେ ଦିନ ପରେ ବହୁତ ଖୁସି ହେଇଯାଇଥିଲି। ତ ଆଗ ଯାଇକି ମୁଁ ରିଲ୍ସ ବନେଇ ସାରିକି ଏବେ ବର୍ତ୍ତମାନ ଆସିଲି। ଆଉ ଦେଖନ୍ତୁ, ଆଉ ଗୋଟେ ପ୍ରୋବ୍ଲେମ୍ ମୋର ଏବେ ଚାଲିଛି, ମାନେ ହେୟାର ଫଲ୍ ଏତେ ହେଉଛି ଆଉ କୁହନ୍ତୁନି। କାରଣ ମଝିରେ ମୁଁ ଆପଣମାନଙ୍କୁ ସେୟାର କରିଥିଲି, ଉପରୁ ମେହେନ୍ଦି ଲଗାଉଥିଲି। ତ ମୋ ଚୁଟି ବି ବହୁତ ହେୟାର ମାନେ ବହୁତ ଭଲ ଥିଲା, ଆଉ ଗୋଟେ ବି ଛିଣ୍ଡୁ ନଥିଲା। ଆଉ ନର୍ମାଲି ଗୋଟେ ଦୁଇଟା ତ ଛିଣ୍ଡିବ, ଆଉ ହଁ ଏଠି ଥୋଇଦେବି। ଆଉ ଟୋଟାଲି ଛିଣ୍ଡିବନି ସେଇଟା କ'ଣ ହେବ କି? ଛିଣ୍ଡିବ ତ ନିହାତି 4-5ଟା ଇଞ୍ଚ ଛିଣ୍ଡେ। ବିଶ୍ୱାସ କରିବେନି, ଏବେ ମାନେ ପାନିଆରେ ଫୁଲ୍, ଆଉ ଘର ଯୁଆଡ଼େ ଦେଖିବ ସିଆଡ଼େ ପଡ଼ୁଛି ଚୁଟି। ତ ସେଥିପାଇଁକି ମୋତେ ସେୟା ନେବାକୁ ପଡ଼ିବ। ମୁଁ ଟିକେ ଅବହେଳା କରିଦେଇଛି। ଆଉ ମୁଁ ଯାଇଥିଲି ଗୋଟେ ପାର୍ଲରକୁ, ସେଇଠି ମୋତେ ଦେଇଦେଲେ ଗୋଟେ ମେହେନ୍ଦି, କଲେ ହଁ ଏଇଟା ଭଲ। ମୁଁ କହିଲି ନାଇଁ, ମୁଁ ତ ନିଟୁର ଲଗାଉଛି। ନା ନାଇଁ ନିଅନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଚୁଟି ତ କଲର୍ ହେଇଗଲା, କିନ୍ତୁ ଏତେ ହେୟାର ଫଲ୍ ଆଉ ବିଶ୍ୱାସ କରିବେନି। ମୋତେ ଲାଗୁଛି ଯଦି ଏମିତି 15 ଦିନ ଖଣ୍ଡେ ହେଇଯିବ ମୁଁ ଲଣ୍ଡା ହେଇଯିବି। ତ ଏଇ ଯେଉଁ ହେୟାର ଫଲ୍ ହେଉଛି ମୁଁ ଆପଣଙ୍କୁ ଦେଖେଇବି କାଲି। ଆଜି ତ ମୁଣ୍ଡ ମୁଣ୍ଡ ହେବନି, କାଲି ଦେଖେଇବି ଆପଣଙ୍କୁ କେତେ ମୋର ହେୟାର ଫଲ୍ ହେଉଛି, ଆଉ ସେଇଟାକୁ କେମିତି ରିପେୟାର କରିବି ସେଇଟା ବି ଆପଣମାନଙ୍କ ସହିତ ସେୟାର କରିବି। ଆଉ ହେୟାର ଫଲ୍ ଯେଉଁ ହେଉଛି ତାକୁ ଜିରୋ କରିବି, ଏଇଟା ବି ଆପଣଙ୍କୁ ମୋର ଚ୍ୟାଲେଞ୍ଜ। ଆଉ ଏଇଟା ଆପଣମାନଙ୍କୁ ବି ଦେଖେଇବି। ଆପଣମାନେ ବି ମୋ ରେମେଡ଼ି କରିବି, ବା ଯେଉଁ ମେହେନ୍ଦିର ପ୍ୟାକ୍ ବନେଇ ଲଗେଇବି ମୁଣ୍ଡରେ, କି କେମିତି ଲଗାଉଛି, କ'ଣ କରୁଛି, ସେଇଟା ଆପଣମାନଙ୍କ ସହିତ ସେୟାର କରିବି। ତ ଆପଣ ସେମିତି କରିବେ, ନିହାତି ହେୟାର ଫଲ୍ ହେବନି, ବନ୍ଦ ହେଇଯିବ। ଏଇଟା ଗ୍ୟାରେଣ୍ଟି, ମୁଁ କରିକି ଦେଖେଇଛି। ମାନେ ମୁଁ ନିଜେ ଅନୁଭବ କରିଥିଲି। ଆଉ ମୋର ଅବହେଳାରୁ ଆଜି ମୋର ଏଇ ଅବସ୍ଥା, ହେୟାର ଫଲ୍ର ଅବସ୍ଥା ହେଉଛି। ଆପଣଙ୍କୁ ଏଇଟା ମୋର ଚ୍ୟାଲେଞ୍ଜ ଥିଲା, ଆଉ ମୋ ସହିତ ବି ଚ୍ୟାଲେଞ୍ଜ ରହିଲା କି ଏଇଟା କେମିତି ମୁଁ କମେଇବି। ଆଉ ଛାଡ଼ନ୍ତୁ, ଯାହା ତ ହେଲାଣି 1 ହେଲାଣି। ମୁଁ ଯାଉଛି ଟିକେ ଦେଇଛନ୍ତି ଦିଦି ଘରେ ପ୍ରସାଦ, ଆଉ ବିନା ପ୍ରସାଦରେ ତ ମୁଁ ଏମିତି ରହିବିନି ନା, ଖାଇବି କେମିତି? ତ ଟିକେ ପ୍ରସାଦ ପାଇଦେବା, ଆଉ ଭୋଗ ଟିକେ ଖାଇଦେବା, ତାପରେ ସାଧୁ ବସିବି, ତାକୁ ଟିକେ ପିଇବି, ତାପରେ ଆଜିର ଦିନ ବାସ୍। ଆଉ କିଛି ଦିନ ହେବନି, ଖାଲି ଫଳ। ଆସ, ମାନେ ଆପଣ ବିଶ୍ୱାସ କରିବେନି, ମୁଁ ଚୁଟିଟା ପୁଣି ବାନ୍ଧିଲି, ମାନେ ଚୁଟି ମାନେ ଉପୁଡ଼ି ପୁରା ଗଦା ଗଦା ହେଇଯାଉଛି। ମୋ ପୁଅ ଖାଲି ରାଗୁଛି, କହୁଛି ଯୁଆଡ଼େ ଉଣ୍ଡିବ ମାମା ଖାଲି ଚୁଟି ପଡ଼ିଛି, ଚୁଟି। ତ ଏଇଟା ତାଙ୍କ ଦିଦି ଦେଇଛନ୍ତି। ମୋ ପୁଅ ତଳେ ଶୋଇପଡ଼ିଛି, ଥଣ୍ଡା ଲାଗୁଛି। ଆଗ ଟିକେ ଭୋଗ ଖାଇଦେବି। ମାଲୋ, ମୁଁ କଦଳୀ ଦେଇଥିଲି, ସେ ସେମିତି ଆସିଛି, ପୂଜା ହେଇନି। ସେମିତି କେମିତି ଶଙ୍ଖା ସିନ୍ଦୁର ଦେଇଥାନ୍ତି ପୂଜା କରିବାକୁ, ସେଥିପାଇଁକି ତାଙ୍କ ଦକ୍ଷିଣା ଦେଇ ଦେଇଥିଲି, ଆଉ କଦଳୀ ଦୁଇଟା ଦେଇଦେଇଥିଲି, ସେ ସେମିତି। ହାତଟା ଟିକେ ଧୋଇକି ଆସିବି। ଶାଗଟା ବତୁରେଇ ଦେଇଥିଲି, ସେଇଟା ଆଗ ଦେଇଦେବି। ବୁବୁ ପୁଅ, ହଁ ମାସି ଛାତ ଉପରକୁ ଯାଇଥିଲି। ଏ ବର୍ଷା ହେଲା, ସେପଟୁ ତ ବର୍ଷା ଘରକୁ କହିଲା ବନ୍ଦ କରିଦେଇଥିଲି। ଏରା ପୁରୁଣା, ଏରା ସବୁ ପିନ୍ଧି, ନୂଆ ନୁହଁ।
ବର୍ତ୍ତମାନ ଏବେ ମୁଁ ଖାଇସାରିକି ଚେଞ୍ଜ ବି କରିସାରିଲିଣି। ଯାଉଛି ଟିକେ ରେଷ୍ଟ ନେଇଯିବି। ମୋ ଯେଉଁ ନହେଲେ କେତେ ଗୋଟେ ବାହାରିକି ତାକୁ ଆଜି ସକାଳେ କ'ଣ କଲି ପିମ୍ପଲ୍ ଷ୍ଟିକ୍ରେ ତାକୁ କାଢ଼ିଦେଲି ତ ଆଜି ଆହୁରି ଏବେ ଫୁଲିଗଲାଣି ବେଶୀ। ହଁ ମୁଁ ଯାଉଛି ଟିକେ ଏବେ ଶୋଇବାଟା ଏଇଠି ତଳେ ଶୋଇଛି ଦେଖୁନାହାନ୍ତି। ସପ ପକେଇ ଶୋଇବାକୁ କହିଲି ବ୍ଲାଙ୍କେଟ୍ ଉପରେ ଶୋଇଲା ପୁଣି ବ୍ଲାଙ୍କେଟ୍ରୁ ଯାଇକି ତଳେ ଶୋଇଛି କ'ଣ କରିବି। ଏମିତି କ'ଣ କରୁଛୁ କୋଉ କାଟୁଛି ଅନା କାଟୁଛି ଭଲ ଲାଗୁଛି ଖାଲି ସାଉଣ୍ଡ ଏମିତି ଟିକେ ଭଲ ଲାଗୁଛି। ହଁ ଭାଙ୍ଗିଯିବ ମୋ ଗୋଡ଼ କାଟୁଛି କାଟୁଛି ଥ୍ୟାଙ୍କ ୟୁ। ଏବେ ବର୍ତ୍ତମାନ ମୋ ପୁଅ ବନାଉଛି ମ୍ୟାଗି ତା ପାଇଁ ଖାଇବା ପାଇଁକି କାରଣ ମୋତେ ବନେଇବାକୁ କହିଥିଲା ରୁଟି କି ମ୍ୟାଗି ମୁଁ ଖାଇବି ବୋଲି। ମୋତେ ତ ହାଲିଆ ଲାଗିଲା ଯେ ଆଉ ମୁଁ ବନେଇ ପାରିଲିନି ତ ସେ କହିଲା ମ୍ୟାଗି ପ୍ରବଳ ହାଲିଆ ଲାଗିଲାଣି ମୋତେ ଆଜି ଲୋ। ମୋ ପୁଅ ଟିକେ ମୁଁ ଯେମିତି ହାଲିଆ ଲାଗିଲା ତାକୁ ପଢ଼ଉଥିଲି ଆଉ ପଢ଼େଇ ପାରିଲିନି। ମୁଁ କହିଲି ମୁଁ ଶୋଇଲି ଆଜି କାଲି ପଢ଼ିବା ଯେମିତି ଶୋଇ ପଡ଼ିଲି ଆସି ମୋ ଗୋଡ଼ ଘଷୁଥିଲା ବସିକି ମ୍ୟାଗି କରୁଛି। ମୋତେ କହିଥିଲା ରୁଟି କି ମ୍ୟାଗି କରିବ ଖାଇବା ବୋଲି ମୁଁ କ'ଣ ମୋତେ ହାଲିଆ ଲାଗିଲାଣି ଆଉ ତାପରେ ରୁଟି ବେଲା ପଟା ନାହିଁ ମୋ ଦିଦି ଘରୁ ଆଣିଥିଲେ ହେଇଥାନ୍ତା ମୁଁ ଆଉ ଯାଇଥିଲି ଯାହାରି କିଣିକି ଆଣିବୁ ଖାଇଦେବୁ କହିଲା ନାଇଁ ମ୍ୟାଗି ଖାଇଦେବୁ ଭୋକ ହବନି ଆଉ ମ୍ୟାଗି ଖାଇଦେଲେ। ଯାଉନୁ ଏଇଠୁ ଯେଉଁ କେନ୍ଦୁପଲ୍ଲୀ ହୋଟେଲରୁ ରୁଟି ଦୁଇଟା ଆଣିବୁ ହେରି ଯିବୁ ଯାଉନୁ। ଅଛି ବେଶୀ ଯଦି ହେଇଯିବ ହଉ ଆଉ।